सरकार आरंभ କରିଛନ୍ତି ଏକ ନୂଆ ଯୋଜନା ଯେଉଁଥିରେ କି ସମସ୍ତ ଯୁବକ ଯୁବତୀଙ୍କୁ ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ 1 ଲକ୍ଷ ଟଙ୍କା ଋଣ, ନୂଆ କିମ୍ବା ଚାଲୁ ରହିଥିବା ବ୍ୟବସାୟ ବଢ଼ାଇବା ପାଇଁ ବିନା ସୁଧରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ। ଋଣର ସୁଧ ହାର ବହନ କରିବେ ସରକାର। ବ୍ୟବସାୟ ପାଇଁ ଆବଶ୍ୟକ ଟଙ୍କାର ମାତ୍ର 5% ମୂଳ ଜମା ଆକାରରେ ଦାଖଲ କରିବାକୁ ପଡ଼ିବ। ଋଣ ନିମନ୍ତେ କୌଣସି ବନ୍ଧକ ରଖିବାକୁ ପଡ଼ିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ମଧ୍ୟ ପଡ଼ିବ ନାହିଁ। ଋଣ ପରିଶୋଧ କରିବାର 4 ବର୍ଷ ସମୟ ସୀମା ମଧ୍ୟରେ ବ୍ୟାଙ୍କର ପ୍ରଚଳିତ ନିୟମ ଅନୁଯାୟୀ 3 ରୁ 6 ମାସ ପର୍ଯ୍ୟନ୍ତ ଋଣ ପରିଶୋଧ ପାଇଁ ଅବଧି ରହିଛି। ଏହା ପାଇଁ ଯୋଗ୍ୟତା କ'ଣ ରହିଛି ନା 18 ରୁ 35 ବର୍ଷ ବୟସ ପର୍ଯ୍ୟନ୍ତ ଆଗ୍ରହୀ ଯୁବକ ଯୁବତୀ, ଅନୁସୂଚିତ ଜାତି ଜନଜାତି, ଭିନ୍ନକ୍ଷମ କିନ୍ନର ଋଣ ଗ୍ରହୀତାଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା 40 ବର୍ଷ ରହିଛି। କାଳିଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ପରିବାର କିମ୍ବା ଗ୍ରାମାଞ୍ଚଳରେ 2 ଲକ୍ଷ ଟଙ୍କା ଏବଂ ସହରାଞ୍ଚଳରେ 3 ଲକ୍ଷ ଟଙ୍କା କମର ବାର୍ଷିକ ଆୟ ଥିବା ପରିବାର, ଉଦ୍ୟମ ଯୋଜନା ପଞ୍ଜୀକୃତ କିମ୍ବା ସହାୟକ ନମ୍ବରଧାରୀ ଯୁବକ ଯୁବତୀ। ଆବଶ୍ୟକ କାଗଜପତ୍ର ଗୁଡ଼ିକ ହେଲା ଆବେଦନକାରୀଙ୍କ ପାସପୋର୍ଟ ସାଇଜ ଫଟୋ, ବୟସ ପ୍ରମାଣପତ୍ର ସହିତ ଆଧାର କାର୍ଡ, ଭୋଟର ଆଇଡି ବା ପାନ କାର୍ଡ ବା 10ମ ବୋର୍ଡ ସାର୍ଟିଫିକେଟ ବା ଜନ୍ମ ପ୍ରମାଣପତ୍ର। ବାସସ୍ଥାନ ପ୍ରମାଣପତ୍ର ପାଇଁ ଆଧାର କାର୍ଡ ବା ତହସିଲଦାରଙ୍କ ଦ୍ୱାରା ଦିଆଯାଇଥିବା ବାସସ୍ଥାନ ପ୍ରମାଣପତ୍ର, ଭୋଟର ଆଇଡି ବା ଡ୍ରାଇଭିଂ ଲାଇସେନ୍ସ, ବିଦ୍ୟୁତ ବିଲ, ରାସନ କାର୍ଡ, ବାର୍ଷିକ ଆୟ ପ୍ରମାଣପତ୍ର ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବା କାଳିଆ ଯୋଜନା କାର୍ଡ, ଉଦ୍ୟମ ରେଜିଷ୍ଟ୍ରେସନ ବା ଆସିଷ୍ଟାଣ୍ଟ ସାର୍ଟିଫିକେଟ, ଜାତି ଭିନ୍ନକ୍ଷମ ପ୍ରମାଣପତ୍ର, ସହରାଞ୍ଚଳରେ କିନ୍ନରଙ୍କ ଦ୍ୱାରା ଘୋଷଣାପତ୍ର। ଆବେଦନ ପାଇଁ ପ୍ରକ୍ରିୟାଟି ରହିଛି ଆମର। ଆବେଦନକାରୀ ୱେବସାଇଟ ହେଉଛି swayam.odisha.gov.in ୱେବସାଇଟ ଅଥବା ମୋ ସେବା କେନ୍ଦ୍ର ସହାୟତାରେ ଆବେଦନ କରିପାରିବେ। ସହରାଞ୍ଚଳର ଆବେଦନକାରୀ ନିଜ ଋଣ ଦରଖାସ୍ତ ଭୋଗ୍ୟପତ୍ର ଅଞ୍ଚଳ ପରିଷଦ, ପୌର ପରିଷଦ, ମହାନଗର ନିଗମ କାର୍ଯ୍ୟାଳୟରେ ମଧ୍ୟ ଦାଖଲ କରିପାରିବେ। ଆବେଦନକାରୀ ଯେଉଁ ବ୍ୟାଙ୍କରୁ ଋଣ ନେବାକୁ ଇଚ୍ଛୁକ ତାହା ଆବେଦନ ସମୟରେ ଦର୍ଶାଇବେ। ଆସନ୍ତା 23/2/24 ନିକଟରୁ ଆବେଦନ ଗ୍ରହଣ କରାଯିବ। ଅଲରେଡି ଯୋଜନାଟି ଆରମ୍ଭ ହୋଇସାରିଛି। ଆବେଦନ ପାଇଁ ଆପଣମାନେ ଆବେଦନ କରିପାରିବେ। ଆଉ ଏଭଳି ନୂଆ ନୂଆ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ଘଣ୍ଟି ମଧ୍ୟରେ ଅଲ୍ ନୋଟିଫିକେସନରେ କ୍ଲିକ୍ କରିନିଅନ୍ତୁ।